ମଥୁରାରେ ଚନ୍ଦନ ଯାତ୍ରା ଏଠୁ ଅନନ୍ତରେ ପରୀକ୍ଷଣ ରାଣୁ ଶୋକମଣିଙ୍କ ଚରଣେ ପ୍ରଣାମ କରିନୁ ବିନୟ ଭାବରେ ସେହି ଯୋଡ଼ିବେନି କର ପୁଣି ପୂଜା କରନ୍ତି ସମାଚାର କିସ କଲେ ପୁଣି କୃଷ୍ଣ ରହି ମଥୁରାରେ ମଥୁରା ଲୀଳା କୁକୁହ ବୁଝାଇ ଥାଏ ତୁମ୍ବସୀ ମୁଖରୁ ଶୁଣି କୃଷ୍ଣର ଚରିତ ଏ ଭାବ ମୋହ ବନ୍ଧନୁ ହୋଇ ବିମୁଖତ ଶୁଣି କହୁଛନ୍ତି ସ୍ନେହେ ବ୍ୟାସଙ୍କର ସୁତ ମଥୁରାପୁରରେ ରହି ଅଛନ୍ତି ଅଚ୍ୟୁତ ମାତା ପିତା ସ୍ନେହ ଆଉ ଆୟାଙ୍କ ସମ୍ମାନ ଯେଣେ ଗଲେ ତେଣେ ପୟା କଲେ କୃଷ୍ଣ ମାନ୍ୟ ମଥୁରା କତକୀ ବସୁଦେବର ନଗର ଅଚିନ୍ତାରେ ରହିଲେ ରାମ ରାମର ସ୍ୱର୍ଗମର୍ତ୍ତ ପାତାଳରେ ଶୁଭେ ଜୟକାର ଆଲୋକିତ କର୍ମ କରୁଛନ୍ତି ଚକ୍ରଧର ସାନ୍ଦି ବାନ୍ଦି ପଣ୍ଡା ଦାରୁ ପଢ଼ିଲେ କପାଥ ଅଳ୍ପ ଦିନେ ସର୍ବ ବିଦ୍ୟା ପଢ଼ିଲେ ଶ୍ରେଷ୍ଠ ଗୁରୁଙ୍କର ସର୍ବପୁତ୍ର ଲୋକ ସେ ଆଣି ଜମଘରୁ ଆଣି ପୁଣି ପ୍ରଭୁ ଚକ୍ରପାଣି ନିଜ ବର ଭାଇ ଯେମ ଘରୁ ଆଣିଛନ୍ତି ଦେଖି ମଥୁରାର ପୟା ଆନନ୍ଦ ହୁଅନ୍ତି ନାହିଁ ଜରା ନାହିଁ ରୋଗ ମଥୁରା ନଗରେ ମୃତ୍ୟୁଦେବ ଆସୁ ନାହିଁ କୃଷ୍ଣଙ୍କ ଆଜ୍ଞାରେ ପୟାମାନେ ସର୍ବେ କୃଷ୍ଣଙ୍କର କଲେ ଜୟ ଶୁଣି କଂସ ପୁତ୍ରଙ୍କର ସହୁ ନାହିଁ ଦେହ ସମ୍ଭାର ରାଜ୍ୟ କରନ୍ତି ଉଗ୍ରସେନ ରାୟ ରାମକୃଷ୍ଣ ପ୍ରସାରର ନାହିଁ ତାଙ୍କ ଭୟ ସଭାର ଆସ୍ଥାନେ ରାଜା ବିଜେ କରିଛନ୍ତି ବସୁଦେବ ନାଦୁଷ୍ଟ ଆସୀନ ବସନ୍ତି ସତ୍ୟ କିଛି ସକାଳିତ ଉଦ୍ଧବ କୁଳ ଭୂତ ବ୍ରହ୍ମାଦି କରି ପ୍ରଧାନ ଦେବୀର ରାମକୃଷ୍ଣ ସଙ୍ଗେ ନିଜ ବର ଭାଇ ଆସ୍ଥାନରେ ପାଶେ ବସିଲେ ଖଜାଇ